ଆଜି ଅନେକ ପରିବାରରେ ମା ମାନଙ୍କୁ ତୁଚ୍ଛ କରାଯାଏ, ଭଉଣୀ ମାନଙ୍କୁ ନୀଚ ଦେଖାଯାଏ। ଆଉ ଏମିତି ମଧ୍ୟ ହଉଛି ଅନେକ ମା ମାନେ ଅଛନ୍ତି, ଭଉଣୀ ମାନେ ଅଛନ୍ତି ଯେଉଁମାନେ ଗର୍ଭବତୀ ହେଇନାହାନ୍ତି କହିକି ତାହାଙ୍କ ଘର ଭାଙ୍ଗି ଯାଉଛି, ତାଙ୍କ ସ୍ୱାମୀ ମାନେ ପରିତ୍ୟାଗ କରୁଛନ୍ତି, ତାହାଙ୍କୁ ତୁଚ୍ଛ କରୁଛନ୍ତି, ତାହାକୁ ଅଶୁଭ ସ୍ତ୍ରୀ ବାଞ୍ଝିଣୀ ବୋଲି ମଧ୍ୟ କହୁଛନ୍ତି। ଏପରି ମା ମାନଙ୍କ ପାଇଁ, ଭଉଣୀ ମାନଙ୍କ ପାଇଁ ମୁଁ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ବାଇବଲରେ ଯଦି ଆପଣ ଦେଖିବେ ଅନେକ ଭବିଷ୍ୟତ ବକ୍ତା, ଅନେକ ମହାପ୍ରଭୁଙ୍କର ଦାସ ମାନେ ଜନ୍ମ ହେଲେ, ସେମାନଙ୍କ ଦେଇ ପ୍ରକୃତରେ ଯେଉଁମାନଙ୍କୁ ଛୁଆ ହଉନଥିଲା, ହାନାଙ୍କୁ ଛୁଆ ହଉନଥିଲା, କିନ୍ତୁ ସେ ସାମୁଏଲ ଭବିଷ୍ୟତ ବକ୍ତାଙ୍କୁ ଜନ୍ମ ଦେଲେ। ପ୍ରଭୁ ଯୀଶୁ ଆସିବା ପୂର୍ବରୁ ଯେ ପ୍ରେରିତ ଯୌନ ଥିଲେ, ଏଲିସାବେଥକୁ ଝିକରିଆଙ୍କୁ ଛୁଆ ହଉନଥିଲା। ଏପରି ଅନେକ ଅଛନ୍ତି, କିନ୍ତୁ ଥରେ ଚିନ୍ତା କରନ୍ତୁ, ଆପଣଙ୍କୁ ମୋ ମା ମାନେ ପ୍ରଭୁ ଯେଉଁ ସନ୍ତାନ ଦେବା ପାଇଁ ଡେରି କରୁଛନ୍ତି, ଆପଣ ହାନାଙ୍କ ପରି ହୁଅନ୍ତୁ। ଆଉ ମନ୍ଦିରରେ ଯାଇ ଯେପରି ହାନା ନିଜ ପାଇଁ ସନ୍ତାନ ମାଗିଲେ ନାହିଁ, ପ୍ରଭୁଙ୍କ ପାଇଁ ମାଗିଲେ, ଆଉ ସେଇ ଛୁଆ ଜନ୍ମ ହେଲା ପରେ ପ୍ରଭୁଙ୍କୁ ସମର୍ପିତ କଲେ, ଆଉ ସେଇ ଛୁଆର ନାମ ଦିନେ ପରିଚିତ ହେଲା ପ୍ରକୃତରେ ସାମୁଏଲ ଭବିଷ୍ୟତ ବକ୍ତା। ସାରା ଇସ୍ରାଏଲ ଜାଣିବା ସହିତ ଆଜି ମଧ୍ୟ ଆମେ ଅନେକ ପ୍ରଭୁଙ୍କର ଦାସ ଦାସୀ ମାନେ ଆମେ ସମସ୍ତେ ତାହାଙ୍କୁ ଦେଖି ଆମେ ଉତ୍ସାହିତ ହେଇଥାଉ। ଠିକ ସେହିପରି ପ୍ରଭୁଙ୍କର ମହାନ ଦାସ ମାନେ ଆପଣଙ୍କ ଗର୍ଭରେ ଜନ୍ମ ହେବେ, ମହାନ ସନ୍ତାନ ମାନେ ଜନ୍ମ ହେବେ, ଆପଣଙ୍କର ପୁଅ ଝିଅ ମାନେ ଅଧିକାରୀ ହେବେ, ଆପଣ ଯଦି ହାନାଙ୍କ ପରି ହେବେ ଆଉ ପ୍ରାର୍ଥନା କରିବେ ଆଉ ନିଜକୁ ସମର୍ପିତ କରିବେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ।